ଏବଂ ସକଳ ହୃଦୟରେ ତୁମେ ହୋଇଛ ଭବିଷ୍ୟତ ଏବଂ ସମ୍ଭାବ୍ୟ ସିଦ୍ଧି ସକଳର ଜ୍ୱଳନ୍ତ ଆଶା। ସେହି ସୌନ୍ଦର୍ଯ୍ୟମୟୀ, ପ୍ରେମମୟୀ, ଜ୍ଞାନମୟୀ ପରମା ଭଗବତୀ ଜନନୀଙ୍କ ପାଦପଦ୍ମରେ ଆମ ସମସ୍ତଙ୍କର ପ୍ରଣାମ। ବନ୍ଦେ ମାତରମ୍। ଶୁଭ ସନ୍ଧ୍ୟା। ଏହି ନିତ୍ୟ ସ୍ୱାଧ୍ୟାୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା, ମାତୃ କାର୍ଯ୍ୟରେ ଆଗ୍ରହ ରଖିଥିବା ସମସ୍ତ ଆଶ୍ରୟବନ୍ତ ସନ୍ତାନମାନଙ୍କୁ, ମାତୃ ସନ୍ତାନମାନଙ୍କୁ ଏହି ଦିବ୍ୟ କାର୍ଯ୍ୟରେ ମୋର ପ୍ରଣାମ, ଶ୍ରଦ୍ଧା, ସମ୍ମାନ। ଏହି ଶାନ୍ତ ସୁନ୍ଦର ସନ୍ଧ୍ୟାରେ ଦିବ୍ୟ ମୁହୂର୍ତ୍ତକୁ ସ୍ୱାଗତ ଜଣାଇ ମା ଏବଂ ପ୍ରଭୁଙ୍କୁ ପ୍ରାର୍ଥନା କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ପରମ ପ୍ରଭୁଙ୍କ ମହାନ ଗ୍ରନ୍ଥ ଦ ଲାଇଫ୍ ଡିଭାଇନ୍ ଚାପ୍ଟର 13 ଦ ଡିଭାଇନ୍ ମାୟାର ପାରାଗ୍ରାଫ 5 ଏବଂ 6 ପୁନଃ ଆଲୋଚନା ରଖିବେ ପୂଜ୍ୟ ଶ୍ରୀପତି ସାର୍ ପ୍ରଣାମ। ଏବେ ଆଲୋଚନା ଆରମ୍ଭ କରନ୍ତୁ। କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ମୋର ଆତ୍ମାର ସାଥୀ ସମସ୍ତ ଅପଭାଇମାନଙ୍କୁ ମୋର ଶୁଭେଚ୍ଛା, ସ୍ନେହାଶିଷ, ନମସ୍କାର। ମା ଓ ପ୍ରଭୁଙ୍କ କୃପାରୁ ଶ୍ରୀ ଅରବିନ୍ଦଙ୍କର ମହାନ ଗ୍ରନ୍ଥ ଲାଇଫ୍ ଡିଭାଇନ୍, ଯାହା ଆମେ ଦିନେ ସାହସ କରିପାରୁନଥିଲେ, ସବୁଠୁ ଖୁସିର କଥା ବର୍ତ୍ତମାନ ସୁଦ୍ଧା ଆମେ 12 ପାରାଗ୍ରାଫ ଡିଭାଇନ୍ ମାୟା ତାର ପ୍ରାୟ ସପ୍ତମ ପାରାଗ୍ରାଫ ଅନୁଚ୍ଛେଦ ପର୍ଯ୍ୟନ୍ତ ସରାଇଲେଣି। ତ 12 ଚାପ୍ଟର ବୋଧେ ଆଉ ଅଳ୍ପ କେତୋଟି ପରେ ସରିଯିବ। ମୁଁ ବର୍ତ୍ତମାନ ମୋର କାମ ହେଲା ଆପଣମାନେ ଯାହା ସବୁ ଡିସ୍କସନ୍ କରୁଛନ୍ତି, ଆନାଲିସିସ୍ କରୁଛନ୍ତି, ମୁଁ ତାକୁ ଶୁଣୁଛି, କାରଣ ମୁଁ ନିଜେ ପଢିନି, ପୁଣି ଗ୍ରହଣ କରୁଛି। ମୁଁ ନିଜେ ଆପଣମାନଙ୍କର ଶୁଣି ନିଜେ ପଢିକିରି ପ୍ରାୟତଃ ବର୍ତ୍ତମାନ ଦେଖୁଛି, ଅନୁଭବ କରୁଛି, ପ୍ରାୟ ସୁନ୍ଦର ଭାବରେ ସମସ୍ତେ ବିଭିନ୍ନ ଦୃଷ୍ଟିକୋଣରୁ ଯାହା ଆମମାନଙ୍କର ସାମର୍ଥ୍ୟ ଭିତରେ, ବୋଧ୍ୟ ଭିତରେ ଆମେ ବୁଝିପାରୁଛେ, କିଛି ବାଟ ଯାଇପାରୁଛେ, ପ୍ରବେଶ କରିପାରୁଛେ। ସେଇଟା ପ୍ରକାରାନ୍ତରେ ସୂଚେଇ ଦଉଛି ଯେ ଆମେ ପ୍ରକୃତରେ ମା ଶ୍ରୀଙ୍କୁ କେତେ ଭଲ ପାଉଛୁ। ଯାହା ହଉ, ଆମେ ଯୋଉ କଣ ଆମେ ଜାଣିଲେ, ଅନେକ କଥା ତ ଜାଣିଲେଣି। ବର୍ତ୍ତମାନ ଡିଭାଇନ୍ ମାୟାର ଜାଣିଲେଣି ମାନେ ଖାଲି ଶୁଣିଲେଣି, ପଢିଲେଣି, ଶୁଣିଲେଣି ଇତ୍ୟାଦି, ଆନାଲିସିସ୍ କଲେଣି ଇତ୍ୟାଦି, କିନ୍ତୁ ଅସଲ କଥା ଜାଣିବାର ସାମର୍ଥ୍ୟ ଆମ ପାଖରେ ନାହିଁ, ସିଏ ସାଧନଟି ନାହିଁ। ସେ ଯାହା ହଉ, ଆମେ ଯୋଉ ଜାଣିଛନ୍ତି ତାର ଉଦ୍ଦିଷ୍ଟ ହେଉଛି ଯେ ସତ୍ୟାନନ୍ଦଙ୍କର ଯୋଉ ଭୂମିକାଟି ରହିଛି, ଯୋଉ ବିଶାଳ ଅସ୍ତିତ୍ୱର ବିରାଟ ବିସ୍ତୃତିଟା ଆମେ ଦେଖୁଛୁ ତାଙ୍କର, ଏକରୁ ସେ ଅନେକ ହେଇଛନ୍ତି, ମଲ୍ଟିପୁଲ ହେଇଛନ୍ତି, ଏବଂ ସେ ବିସ୍ତୃତି ଭିତରେ ସେ ଦେଶ ଆଉ କାଳକୁ ଗଢିଛନ୍ତି। କାହିଁକିନା ଯେତେବେଳେ ସେ ବିସ୍ତୃତି ଭିତରକୁ ଆସିବେ, ସେ ଦେଶ କାଳର ଅଧୀନ ହେବେ। କିନ୍ତୁ ଏଇ ଯୋଉ କାଳଟା କୋଉଠୁ ଆରମ୍ଭ କୋଉଠି ଶେଷ, ତାକୁ ମଧ୍ୟ କେବଳ ଜଣେ ସେଇ ଅନନ୍ତତା ଭିତରକୁ ଗଲେ ତାକୁ ବୁଝିପାରିବ। ତ ଅନନ୍ତତା ଭିତରକୁ କେମିତି ଜଣେ ଯିବ? ଯେତେବେଳେ ସେ ଧ୍ୟାନସ୍ଥ ହବ, ଯେତେବେଳେ ଅନ୍ତର୍ମୁଖୀ ହବ, ତାହେଲେ ଯାଇକି ସେ ଜାଣିପାରିବ ତାର କେବେ କୋଉଠୁ ଆରମ୍ଭ ହେଲା, କୋଉଠୁ ଶେଷ ହେଲା। ସେମିତି ସାଧାରଣ ବିଚାରରେ ଆମେ କାଳଟାକୁ, ସମୟଟାକୁ ମଧ୍ୟ ଆମେ ନିଜେ ବାନ୍ଧି ଦେଇଛୁ। ଏଇ ସମୟରେ ସୂର୍ଯ୍ୟ ଉଇଁଲେ ସକାଳ ହେଲା, ସୂର୍ଯ୍ୟାସ୍ତ ପରେ ଇତ୍ୟାଦି, ଦିନ, ତାପରେ ଦିନ, ବାର ବା ସପ୍ତାହ, ମାସ ଇତ୍ୟାଦି ଇତ୍ୟାଦି ଆମେ ନିର୍ଦ୍ଧାରିତ କରିଛୁ। କିନ୍ତୁ ସେଇଠି ମଧ୍ୟ ତାକୁ ଜାଣିବା କଷ୍ଟ, କୋଉଠି ପ୍ରକୃତରେ ସମୟଟା ଆରମ୍ଭ ହଉଛି, ପୁଣି କୋଉଠି ଶେଷ ହଉଛି। ସେଇଟା ମଧ୍ୟ ଯେତେବେଳେ ସେଇ ଦିବ୍ୟ ଦୃଷ୍ଟି ଆସିବ, ସେ ଦିବ୍ୟ ଦୃଷ୍ଟି ଆସିଲେ କେବଳ ମଣିଷ ତାକୁ ଜାଣିପାରିବ। ନହେଲେ ଆମେ ଯେମିତି ଦେଖୁଛେ, ସମୟଟାକୁ ଯେମିତି ଦେଖୁଛେ, ଏଇଟା ସୀମିତତା, ଆମେ ତାକୁ ଜାଣିପାରିବାନି। ଯାହା ହଉ, ଏଇଠି ଗୋଟେ ଆମକୁ ପ୍ରଭୁ ଇଙ୍ଗିତ ଦେଇଛନ୍ତି
ଯେ ଦୁଇଟା କଥା ଦେଇଛନ୍ତି। ଆଜି ଆମେ ଯୋଉ ପଞ୍ଚମ ଷଷ୍ଠ ପଢିବା ସେଥିରେ ଆମକୁ ଇନଭଲ୍ୟୁସନ କଥା କହିଛନ୍ତି, ପୁଣି ଇଭଲ୍ୟୁସନ କଥା ବି କହିଛନ୍ତି। ଆମେ ଗୋଟେ କଥା ଜାଣିଛେ, ଯୋଉଗୁଡ଼ିକ ଇନଭଲ୍ଭ ନ ହେଇଛନ୍ତି ସେଗୁଡ଼ିକ ଇଭଲ୍ୟୁସନ ହବନି। ଯିଏ ଯୋଉ ଯୋଉ ସ୍ତର ଦେଇକି ଇନଭଲ୍ଭ ହେଇକି ଯାଇଛି ସେଗୁଡ଼ିକ ହବ, ଇଭଲ୍ୟୁସନକୁ ଆସିବ। ତ ସେ କହୁଛନ୍ତି ଯେ ଗୋଟେ ସ୍ଥିତି କଥା ସେ କହୁଛନ୍ତି, ଏମିତିକି ଆମେ ସୂକ୍ଷ୍ମ ଅବସ୍ଥାରେ ଯୋଉ ବସ୍ତୁଟା ଆମେ ସ୍ଥୂଳ ଜଗତରେ ତାକୁ ଦେଖୁଛୁ, ସେ ସୂକ୍ଷ୍ମ ବସ୍ତୁଟା ଗୋଟେ ଧୀରେ ଧୀରେ ତାର ଘନତ୍ୱ ଡେଭଲପ କରୁଛି ଏବଂ ସ୍ଥୂଳ ବସ୍ତୁର ରୂପ ନେଉଛି। ତେଣୁ ସିଏ ଯେମିତିକି ସିଏ ଅରୂପ ପୁଣି ରୂପ ନେଉଛନ୍ତି, ସିଏ ଏକ ଏବଂ ଅଦ୍ୱୈତ ହେଉଛନ୍ତି, ଏବଂ ସିଏ ଯେତେବେଳେ ମଲ୍ଟିପୁଲ ହେବେ ତେଣୁ ଅନନ୍ତ ବିଭାଜନ ହବ ତାଙ୍କର। ଆଉ ଅନନ୍ତ ବିଭାଜନ ନହେଲେ ବୈଚିତ୍ର୍ୟ କେମିତି ରହିବ? ଆମେ ବା ଡିସ୍କସନ କରୁଥିଲେ, ଗୋଟେ ଗଛର ସବୁ ପତ୍ର ସମାନ ନୁହେଁ, ଗୋଟିଏ ଗୋଲାପର ସବୁ ଫୁଲ ଯୋଉଠି ଯୋଉଠି ଗୋଲାପ ଲାଗୁ, ସେ ଗୋଲାପ ଗଛରୁ ଫୁଲ ଆଣିଲେ ଦୁଇଟି ଫୁଲ କେବେ ସମାନ ନୁହେଁ। ତ ଇଏ ଗୋଟେ ବିଚିତ୍ର କଥା। ତ ସେଥିପାଇଁ ଆମକୁ ସେ ଯୋଉ ବିବର୍ତ୍ତନର ପ୍ରକ୍ରିୟାଟି ଯୋଉ ଆରମ୍ଭ ହେଇଛି, ସେଠି ଆମେ ସେଇ ରହସ୍ୟଟା କଣ ପ୍ରକୃତରେ, ସେ ଗୋଟେ ବିଶ୍ୱର ଏତେ ବିରାଟ ବଡ ରହସ୍ୟ ଯାହାକୁ ଟ୍ରିପଲ ମୋମେଣ୍ଟ ବୋଲି କହୁଛନ୍ତି। ସେ ଟ୍ରିପଲ ମୋମେଣ୍ଟଟା ପ୍ରକୃତରେ କଣ? ଟ୍ରିପଲ ମୋମେଣ୍ଟ ହଉଛି ଯେ ଆମେ ଯଦି ମନକୁ ରିକଭରି କରିକି ଯିବା, ସେଇ ସୀମାହୀନତା ଭିତରକୁ ଯିବା, ସୀମିତ ନ ହୋଇକିରି ଅସୀମ ସଚିତ ଆନନ୍ଦକୁ ନିଜ ଭିତରେ ଅନୁଭବ କରିପାରିବା, ତାହେଲେ ଆମେ ଜାଣିବା ଯେ କଣ ଗୋପନୀୟ ହେଇକି ରହିଛି, କୋଉ ବାସ୍ତବତାଟା ଶାଶ୍ୱତତା ତା ଭିତରେ ଗୋପନୀୟ ହେଇକି ରହିଛି, ତା ରହସ୍ୟ ଜାଣିବା। ସେଇ ରହସ୍ୟ ହିଁ ହଉଛି ଟ୍ରିପଲ ମୋମେଣ୍ଟ। କଣ ସେଇଟା ହଉଛି ଗୋଟେ ବିଶ୍ୱ ରହସ୍ୟର ଉଦ୍ଘାଟନର ଚାବିକାଠି। ସେ କିଏ ନା ଗୋଟେ ଫର୍ମାଲ ବିଙ୍ଗ, ଲିଭିଂ ବିଙ୍ଗ ଆଉ ଥିଙ୍କିଂ ବିଙ୍ଗ। ଫର୍ମାଲ ବିଙ୍ଗଟା ହଉଛି ଇଟ୍ ଇଜ ରିଲେଟେଡ ଟୁ ଫର୍ମ, ଯୋଉ ସତ୍ତା ରୂପାୟନ କରେ ବା ରୂପାୟନ ସତ୍ତା। ଲିଭିଂ ବିଙ୍ଗ ହଉଛି ଜୀବନ ସହିତ ବା ପ୍ରାଣ ସତ୍ତା, ଆଉ ମନୋମୟ ସତ୍ତା ସେମିତି ଲିଭିଂ ବିଙ୍ଗ, ଇଏ ଥିଙ୍କିଂ ବିଙ୍ଗ। ଏଇ ଜଗତରେ ଯାହା ଗୋପନରେ ହିଁ ରହିଛି ତାକୁ ହିଁ ଉନ୍ମୋଚିତ କରୁଛି ସବୁ। ଧୀରେ ଧୀରେ ସେଇ ବିବର୍ତ୍ତନ ପ୍ରକ୍ରିୟାରେ ଉନ୍ମୋଚନ କହୁଛି, କିନ୍ତୁ ଆମର ପ୍ରଜ୍ଞା ଚକ୍ଷୁ ନଥିଲେ ଆମେ ସେଇଟା ଜାଣିପାରିବାନି, ସେ କେମିତି ତାର ବିସ୍ତାର କଣ, କେମିତି ସେ ସବୁ। ଏଇଟା ଏକ ପ୍ରକାର ବିଶ୍ୱ ଲୀଳା, ଏକ ବିଶ୍ୱ ନାଟକ, ଗୋଟେ ଏକ ପ୍ରକାର ନାଟକ ବୋଲି କହିବା। ଆଉ ଯାହା ନାଟକର ସିଏ ନିଜେ ହଉଛନ୍ତି ନାଟ୍ୟକାର, ନିଜେ ହଉଛନ୍ତି ନାଟକ, ନିଜେ ଦୃଶ୍ୟ, ନିଜେ ପୁଣି ରାଇଟର, ନିଜେ ପୁଣି ଡିରେକ୍ଟର, ସବୁ କିଛି ସେଇ ଏକା, ସେ ହିଁ ଜଣେ। ଏଇ କଥାଟା କେବଳ ଦେଖିପାରିଥିଲେ, ଉପଲବ୍ଧି କରିଥିଲେ ଆମ ଜାଣିବା ଭିତରେ ଶ୍ରୀ ଅରବିନ୍ଦ। ଶ୍ରୀ ଅରବିନ୍ଦଙ୍କର ପ୍ରଜ୍ଞାଚକ୍ଷୁ ଥିଲା। ତାଙ୍କର ପ୍ରଜ୍ଞାଚକ୍ଷୁ ଉନ୍ମୋଚିତ ହେଇଗଲା ଯେତେବେଳେ ସେ ଅଲିପୁର ଜେଲରେ ରହିଲେ। ପ୍ରାୟ 35-36 ବର୍ଷ ତାଙ୍କୁ ସେତେବେଳେ ହେଇଥିଲା। ସେ ଯାହା କିଛି ଦେଖିଲେ ସବୁ କିଛି ବାସୁଦେବ। ଏ କଥା ଯେ ବହୁତ କଷ୍ଟ, ଜଣେ ସବୁଠି ଦେଖିପାରିବା, ପତ୍ର, ଗଛ, ଚୋର, ତସ୍କର, ଯାହାକୁ ଦେଖିବ ତା ଭିତରେ, ତାମାନେ ସେ ଯୋଉ ଅନୁଭୂତିଟା ସେ ପାଇଥିଲେ, କେବଳ ଏଟା ସମ୍ଭବ ସେଇ ତାଙ୍କ ଭିତରେ ସେ ଦେଖିବାର ଯୋଉ ଦିବ୍ୟ ଦୃଷ୍ଟିଟି। ଇଏ ଯୋଉ ଦିବ୍ୟ ଦୃଷ୍ଟି ଦ୍ୱାରା ଖାଲି ଦେଖିବେନି, ପରସିଭ୍ କରିବେ, କଥାଟା ବୁଝିବେ କଣ ସେ ପ୍ରକୃତରେ। ତାପରେ ଆଉ ଗୋଟେ କଥା ଆମେ ପଢିଲେ ଯେ ଏଇ ଯୋଉ ରୂପ ଗ୍ରହଣ କରିଛି ଯୋଉ ମନୋମୟ ସତ୍ତା ବା ଥିଙ୍କିଂ ବିଙ୍ଗ, ସେ ନିଜକୁ ଏବଂ ଏ ବିଶ୍ୱଲୀଳାକୁ ବୁଝିବାକୁ ପଡିବ ଏକ ଅଖଣ୍ଡ, ଏକ ଅନନ୍ତ ସ୍ୱରୂପ ସତ୍ତା। ଆଉ ସେ ଯେତେବେଳେ ସେ କଥା ଅନୁଭବ କରିବ, ସେତେବେଳେ ସେ ତାର ମୁକ୍ତିର ଅନୁଭୂତି ଆସିବ। କାହିଁକି ନା ସାଧାରଣତଃ ମନୋମୟ ସତ୍ତାଟା ସୀମିତତା ଭିତରେ ଥାଏ, ବାନ୍ଧି ହେଇକିରି ଗୋଟେ ସୀମିତତା ଭିତରେ ରହିଥାଏ। ତେଣୁ ବିସ୍ତାରିତ ହେବାକୁ ହେଲେ ତାକୁ ସେ ଅନନ୍ତ ସ୍ୱରୂପ ସତ୍ତାକୁ ଅନୁଭବ କରିବ, ଆଉ ସେ ଅନୁଭୂତିଟି ହିଁ ତାକୁ ତାର ଯଥାର୍ଥ ମୁକ୍ତି ଦବ। ଆଉ ଯେତେ ପର୍ଯ୍ୟନ୍ତ ସେ ମୁକ୍ତି ପାଇନାହିଁ, ସିଏ ଅତୃପ୍ତି ଭିତରେ ରହିବ, ଅସଙ୍ଗତି ଭିତରେ ରହିବ, ଏମିତି ସେଇଭଳି ମଣିଷ ଜୀବନ କଟିବ। ଆମେ ଯେମିତି ଗୋଟେ ନିଜ ଘର ଭିତରେ, ପରିବାର ଭିତରେ ସୀମିତ ହେଇକିରି ରହିଛେ, କିନ୍ତୁ ଆମ ଜୀବନଟା ଅତୃପ୍ତି, ତୃପ୍ତି ନାହିଁ, ଅସଙ୍ଗତିରେ ପରିପୂର୍ଣ୍ଣ ସେମିତି ରହିବ। କାରଣ ସେଇଠି ପ୍ରଭୁ କହୁଛନ୍ତି ସେଇଟା ତାର ଯାହା ବିଶ୍ୱର ଜୀବନଟା ବ୍ୟକ୍ତି ଜୀବନ ହେଇଯାଏ, ବିଶ୍ୱର ଯାତନାଟା ସେ ବ୍ୟକ୍ତି ଯାତନା ହେଇଯାଏ। ତେଣୁ ସେଇ ଯୋଉ ରୂପ ଯଦି ଅରୂପ,
ଯିଏ ପରମ ସିଏ ଯଦି ଅନନ୍ତ ରୂପ ନେଲେ ଏବଂ ସିଏ କଥାଟା କେବଳ ବୁଝିପାରିଥିଲେ ଶ୍ରୀ ଅରବିନ୍ଦ, କିନ୍ତୁ ମଣିଷର ଆମମାନଙ୍କର ମନ ସେ କଥା ବୁଝିପାରିବନି। ମଣିଷ ଯୋଉଟା ବୁଝିବ କେବଳ ଖଣ୍ଡ ଖଣ୍ଡ କରି ବୁଝିବ ଏବଂ ଯୋଉଠିକି ବୁଝିବ ତାକୁ ସେ କହିବ ଯେ ଏଇଟା ସତ୍ୟ, ସେଇଟା ଗୋଟେ ଆପେକ୍ଷିକ ସତ୍ୟ, କିନ୍ତୁ ସେ ଗୋଟେ ସ୍ଥାନ କାଳ ପାତ୍ର ପାଇଁ ସତ୍ୟ ହୁଏ, ପରବର୍ତ୍ତୀ ସମୟରେ ସେ ସତ୍ୟ ହୁଏନି। ଏନିୱେ ଏଇସବୁ ଜିନିଷ ଗୁଡ଼ିକ ଆମେ କେତେବେଳେ ଜାଣିଲେ, ବହୁତ କଥା ଜାଣିଲେ, କିନ୍ତୁ ଆମର ଏଠି ଯୋଉ ଗୁଡ଼ିକ ଆବଶ୍ୟକତା ସେଇ ବିଷୟ ଆମେ କରିବା ଆଲୋଚନା ପଞ୍ଚମ ପାରାଗ୍ରାଫରେ। କାହିଁକି ନା ପ୍ରଭୁ ଏଠି ପୁଣି ଇଭଲ୍ୟୁସନ କଥା କହିଲେ ଏବଂ ଏଠି ଗୋଟେ ଚମତ୍କାର କଥା କହିଲେ ଯୋଉଟା କି ଆମ ସମସ୍ତଙ୍କର ଯାହା ଚିନ୍ତା ଥିଲା, ଯାହା ଭାବିଥିଲୁ ଆମେ, ସେ ସବୁ କିଛି ସେ ବଦଳାଇ ଦଉଛି। ସେ କହୁଛନ୍ତି ଇଟ୍ ଇଜ୍ ସୋ ଦ୍ୟାଟ୍ ଦି ancient and eternal truth of Vedanta receives into itself and illuminates and justifies, shows us all the meanings of the modern and phenomenal truth of evolution in the universe. এইটি কথা হচ্ছে ଆମେ ଯଦି ଏଇ ବାକ୍ୟଟିକୁ କେବଳ ଆନାଲିସିସ୍ କରିବା, ଦେଖିବା ଯେ ଯୋଉ ପ୍ରାଚୀନ ଯୋଉ ବେଦାନ୍ତରେ କଣ ଥିଲା, ଶାଶ୍ୱତ ସତ୍ୟ ଥିଲା। ସେମାନେ କିଏ ସେ ବେଦାନ୍ତର ପ୍ରଣେତା କିଏ? ସେ ବେଦରୁ ଯୋଉ ତାର କିଛି ଅଂଶ ଆସିଲା, ଋଷିମାନେ ତାକୁ ଡକୁମେଣ୍ଟେଡ କଲେ ତାଙ୍କର ଦୃଷ୍ଟିରୁ। ସିଏ କହୁଛନ୍ତି ସେଥିରେ ପ୍ରକୃତରେ କଣ ଅଛି, ସିଏ ପ୍ରକୃତରେ ଆମକୁ ଆଲୋକନ ଦବ। କାହାକୁ ଦବ ଆମେ ସେ କଥା ପରେ ଦେଖିବା। ଏବଂ ସିଏ ମଧ୍ୟ ତାର ଔଚିତ୍ୟ ଅଛି, ଔଚିତ୍ୟକୁ ସେ ପ୍ରତିପାଦନ କରିପାରିବ। କୋଉ ବିଷୟରେ? ଏଠି ପ୍ରଶ୍ନ ଉଠୁଛି କୋଉ ବିଷୟରେ? ଯେ ଶାଶ୍ୱତ ସତ୍ୟ ବିଷୟରେ। ସିଏ ଶାଶ୍ୱତ ସତ୍ୟ କାହାକୁ ଜାଣିଛି? and shows us all the meaning of the modern and phenomenal truth of evolution in the universe. ବର୍ତ୍ତମାନ ଏଠି ପ୍ରଶ୍ନ ଉଠିଲା ଯେ ଆମ ଏଇ ଯୋଉ ବିଶ୍ୱ ବ୍ରହ୍ମାଣ୍ଡରେ ଯୋଉ ନିବର୍ତ୍ତନ ପ୍ରକ୍ରିୟାଟି ହେଇଛି, ତା ଭିତରେ ଯୋଉ ବ୍ୟବହାରିକ ସତ୍ୟଟି ଅଛି ବିବର୍ତ୍ତନର, ଏଇ ବ୍ରହ୍ମାଣ୍ଡର ବିବର୍ତ୍ତନର ଯୋଉ ବ୍ୟବହାରିକ ସତ୍ୟଟି ଅଛି, ଯୋଉଟା କି ଆଧୁନିକ ଆମେ କହୁଛେ ମିନିଂ ଅଫ ଦି ମଡର୍ନ ମାନେ ଆଧୁନିକ ଏବଂ ଯୋଉଗୁଡ଼ିକ ଫେନୋମିନାଲ ବ୍ୟବହାରିକ ଯୋଉଟା ଅଛି, ସେଇ ସତ୍ୟଟା ଇଭଲ୍ୟୁସନର ଏଇ ଜଗତରେ ତାର ଅର୍ଥଟାକୁ ସେ ଆମକୁ ଦେଖେଇବ। ଏଇଠି ବେଳେ ବେଳେ ଲାଗୁଛି ସିଏ କେମିତି ଦେଖେଇବ? ଆମେ ତ ବହୁତ ଆଲୋଚନା କଲେ ମଡର୍ନ କନସେପ୍ଟ ଅଫ ଯୋଉ ଇଭଲ୍ୟୁସନ, ସେ ମଡର୍ନ ସାଇଣ୍ଟିଫିକ କନସେପ୍ଟ ଅଫ ଇଭଲ୍ୟୁସନ, ତାର ଟ୍ରୁଥଟାକୁ ସେ ଆନ୍ସିଏଣ୍ଟ ଆଣ୍ଡ ଇଟର୍ନାଲ ଟ୍ରୁଥ ଅଫ ବେଦାନ୍ତ କେମିତି ସେ ଏକା କଥାକୁ ବି ସେ ପ୍ରଦର୍ଶନ କରାଇ ପାରିବ, ସେ ଅର୍ଥ ଗୁଡାକୁ ବି ଦର୍ଶେଇ ଦେଇପାରିବ। ଏ ଗୋଟେ ଆମ ପାଖରେ ଗୋଟେ ଟର୍ସିଟର୍ଭିରେ ଆମକୁ ପକଉଛି, କିନ୍ତୁ ପ୍ରଭୁ ତାକୁ ଭଲ ଭାବରେ ଷ୍ଟଡି କରି ଦେଖିଛନ୍ତି କେମିତି ସେଇଟା ହେଇପାରୁଛି। ସେଇ ଟ୍ରୁଥଟା ଦ୍ୱାରା ଆମେ ଆଲୋକିତ ହେଇପାରୁଛୁ। ଆଲୋକନ ମାନେ ଆମକୁ ଯଥାର୍ଥ ଜ୍ଞାନ ଦେଇପାରୁଛି ଏବଂ ସେଇଟା ଏମିତି ଖାମଖିଆଲି ନୁହେଁ, ତାର ଔଚିତ୍ୟଟା ସେ ଜଷ୍ଟିଫିକେସନ ଦବ, ଔଚିତ୍ୟଟା ପ୍ରତିପାଦନ କରିବ, ଆଉ ଆମକୁ ଦେଖେଇଦବ ପ୍ରକୃତରେ ଯେ ଯୋଉ ମଡର୍ନ ଆଉ ଫେନୋମିନାଲ ଟ୍ରୁଥ ଯୋଉ ଇଭଲ୍ୟୁସନର, ତାକୁ ମଧ୍ୟ ବୁଝେଇଦବ। ଏଇ ବିବର୍ତ୍ତନ ପ୍ରକ୍ରିୟାର ଯୋଉ ବ୍ୟବହାରିକ ଆଉ ଆଧୁନିକ ସତ୍ୟଟା ଏଇ ସାରା ବ୍ରହ୍ମାଣ୍ଡରେ, ତାକୁ ହିଁ ମଧ୍ୟ ସେ ଦର୍ଶେଇ ଦେଇପାରିବ ଆଉ ବୁଝେଇ ଦେଇପାରିବ। କଣ ତାହେଲେ? ଏଇ ତ ଗୋଟେ କଥାଟା ଆମେ ନୂଆ କରି ଶୁଣିଲା ଭଳିଆ ଲାଗୁଛି। ଏ କଥା କେମିତି କରିପାରିବ? ସେ କହୁଛନ୍ତି ସେ କରିପାରିବ। ଏଇଥିପାଇଁ ସେ ଏଇ ଜାଗାରେ ଆଗରୁ କହିଥିଲେ ଇନଭଲ୍ୟୁସନ କଥା, ଏଠି କଲେ ଇଭଲ୍ୟୁସନ କଥା। ଇଏ ସବୁ ଗୋଟେ ପରେ ଗୋଟେ ମାନେ ବିଶ୍ୱନାଥଙ୍କର ଗୋଟେ ପରେ ଗୋଟେ ଅଙ୍କ। ଇଏ ଅଙ୍କ ଗୁଡିକର କ୍ରମାନ୍ୱୟରେ ଏଗୁଡିକ ସବୁ ଉନ୍ମେଷିତ ହଉଛି, ଉଦ୍ଭାସନ ହଉଛି, ତାରି ମାଧ୍ୟମରେ ସେ ସବୁ ଜଣେଇବେ। ତାର ଅଲ୍ଟିମେଟଲି କୋଉ ଜାଗାକୁ ଯିବ, ତାର ଫାଇନାଲ ମାନେ ଯୋଉଟା ଶେଷ ସିନ୍ଟା ପଡେ, ତାର ଥିମ୍ ଟାକୁ ସେ ଏକ୍ସପ୍ରେସ କରେ କେମିତି ହବ, କୋଉ ଲକ୍ଷ୍ୟ ନେଇକି ପ୍ରଭୁ ଇଙ୍ଗିତ ସବୁ ଦଉଛନ୍ତି, ସେଇଟାକୁ ଆମେ ଦେଖିବା। ବହୁତ ଏଥିରେ ବ୍ୟୁଟିଫୁଲ କଥା ରହିଛି। And it is so only that the modern truth of evolution, which is the old truth of the universal. ଆଚ୍ଛା ଦେଖିଲେ ଗୋଟେ କଥା ଆମେ ଜାଣିଛେ, ମଡର୍ନ ଟ୍ରୁଥ ଅଫ ଇଭଲ୍ୟୁସନ ଟା ଓଲ୍ଡ ଟ୍ରୁଥ ଅଫ ୟୁନିଭର୍ସ ଯିଏ ଡେଭଲପ କରୁଛି ସକ୍ସେସିଭଲି, ଯେ ପୁରାପୁରି ଟ୍ୟୁନରେ ଅଛି ସମୟ ସହିତ, ଭିନ୍ନ ଭିନ୍ନ ଷ୍ଟେଜ ଦେଇକରି ସକ୍ସେସିଭଲି
ସମୟ ସହିତ ରହୁଛି, ଯଦିଓ ସେଇଟା ସ୍ପଷ୍ଟ ନୁହେଁ, ଓପେକଲି ଯାଉଛି। ସେ କାହା ଦ୍ୱାରା କାହା ମାଧ୍ୟମରେ ନା ସେ ଯାଉଛି ଦୁଇଟି କଥା, ଗୋଟେ ହଉଛି ଶକ୍ତି ଆଉ ଗୋଟେ ହଉଛି ଜଡ଼। କାରଣ ଜଡ଼ ପାଖରୁ ତ ଆରମ୍ଭ ହବ ନା, ଜଡ଼ରୁ ଅଧ୍ୟୟନ ଆରମ୍ଭ ହବ। ଏଇଠି ଗୋଟେ କଥା ମୁଁ କହି ରଖୁଛି, ଏଇସବୁ ବିଷୟର ଆନୁଷଙ୍ଗିକ କଥା ଗୁଡ଼ା ଆଗରୁ ଆମେ ଆନୋନିମସ୍ କଥା, ସିନାନିମସ୍ କଥା ଗୁଡ଼ା ଆମେ ଆଗରୁ ଆଲୋଚନା କରିଛେ। କ'ଣ ଆମେ ଆଲୋଚନା କରିଛେ ନା ଦୁଇଟି ବେସିକ୍ କନସେପ୍ଟ ଆଲୋଚନା କରିଛେ, ଯୋଉଠି ଯେ ମେଟେରିଆଲିଷ୍ଟିକ ମାନଙ୍କର ଯେ ସେମାନେ ଗ୍ରହଣ କରିନାହାନ୍ତି ଚେତନା, ଆଧ୍ୟାତ୍ମିକ ଚେତନାକୁ। ଯୋଉମାନେ ଜଡ଼ବାଦୀ ମାନେ ସିଏ ବି ଜଡ଼ବାଦୀ ମାନେ ଡିନାଇ କରୁଛନ୍ତି ଆଧ୍ୟାତ୍ମିକ ଚେତନାକୁ। ଆଧ୍ୟାତ୍ମିକବାଦୀ ମାନେ ଜଡ଼ର ବାସ୍ତବତାଟାକୁ ଗ୍ରହଣ କରିନାହାନ୍ତି, ରିଫ୍ୟୁଜ କରିଛନ୍ତି। ତ ଆସେଟିକ୍ ରିଫ୍ୟୁଜାଲ ଆଣ୍ଡ ମେଟେରିଆଲିଷ୍ଟିକ ଡେନିଆଲ, ये दुईटा जाक चैप्टर आम आगु पढ़ीचे, डिटेल पढ़ीचे। ଏବଂ ସେମାନଙ୍କ ଭିତରେ ସେଠି ବି ପ୍ରଭୁ ଦେଇଛନ୍ତି, ଆଭାସ ଦେଇଛନ୍ତି ଯେ ରିକନସିଲିଏସନ ହବା ଦରକାର, ତାଙ୍କ ଭିତରେ ଫ୍ୟୁଜନ ହବା ଦରକାର। ତା ନହେଲା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣତା ଆସିବନି। କୋଉଠି ସମ୍ପୂର୍ଣ୍ଣତା ଅଛି ପ୍ରକୃତରେ? ଆମେ ତ ଏତେ କଥା ପଢିଲେଣି, ମାଙ୍କ ବାଣୀ ପଢିଲେଣି ଏବଂ କେତେ ସିନ୍ଥେସିସ୍ ପଢିଲେଣି। ସମ୍ପୂର୍ଣ୍ଣତା ପ୍ରକୃତରେ କୋଉଠି ଅଛି? କୋଉଟା ଆଂଶିକ? ଯୋଉମାନେ ଆନ୍ସିଏଣ୍ଟ ସେମାନଙ୍କର ବି ଆଂଶିକ, ସେମାନଙ୍କର ବି ସେଇଟା ଅସ୍ପଷ୍ଟ, ସେଇଟା ସମ୍ପୂର୍ଣ୍ଣତା ତାର ବି ନାହିଁ। ଆଉ ଯୋଉଗୁଡା ଆଧୁନିକ ବୈଜ୍ଞାନିକ ମାନେ ସିଏ ବି ଯାହା କଲେ ସେଥିରେ ବି ସମ୍ପୂର୍ଣ୍ଣତା ନାହିଁ। କାହିଁକି ନା ଉଭୟଙ୍କର ଗୋଟେ ଜାଗାରେ ମା କହୁଛନ୍ତି, ଏମାନେ ବି ଇଷ୍ଟର୍ନ ଯୋଉମାନେ ଆଧ୍ୟାତ୍ମିକବାଦୀ ସ୍ପିରିଚୁଆଲିଷ୍ଟିକ ସେମାନେ ବି ମିଷ୍ଟେକ୍ କରିଛନ୍ତି, ଆଉ ୱେଷ୍ଟର୍ନ ଯୋଉ ମ୍ୟାଟେରିଆଲିଷ୍ଟିକ ଜଡବାଦୀ ମାନେ ସେମାନେ ବି ମିଷ୍ଟେକ୍ କରିଛନ୍ତି। ଏବଂ ସେ ମିଷ୍ଟେକ୍ ଦୁଇଟି ହଉଛି କ'ଣ, ଯୋଉଥିପାଇଁ ସିଏ ପ୍ରକୃତରେ ସେ ସମ୍ପୂର୍ଣ୍ଣତା ଆସିପାରେନି ଯୋଉଟା ଆସିବା କଥା। ତ ସେ କ'ଣ ହେଇଛି ନା ଇଷ୍ଟର୍ନ ଯୋଉମାନେ ଆଧ୍ୟାତ୍ମିକବାଦୀ ସେମାନେ ଜଡର ବାସ୍ତବତାଟାକୁ ଗ୍ରହଣ କରୁନାହାନ୍ତି। ଜଡବାଦୀ ମାନେ କହୁଛନ୍ତି, କାହିଁକି ନା ଆଧ୍ୟାତ୍ମିକବାଦୀ କହୁଛନ୍ତି ସବୁ କିଛି ଆସିଛି ସେ ଚେତନାରୁ, ପରମ ଚେତନାରୁ, ସେଇଥିରୁ ରୂପାୟନ ହେଇଛି, ସବୁ ଜଗତଟା ସୃଷ୍ଟି ହେଇଛି, ସବୁ ଏଭରିଥିଙ୍ଗ ସେମାନଙ୍କର କନସେପ୍ଟ। ଆଧ୍ୟାତ୍ମିକ ଚେତନା ହଉଛି ମୂଳ ଉପାଦାନ ସୃଷ୍ଟିର। କିନ୍ତୁ ଜଡବାଦୀ ମାନେ କହୁଛନ୍ତି ଯେ ପ୍ରକୃତରେ ଜଡ ଭିତରେ ହିଁ ଯୋଉ ଶକ୍ତି ଅଛି, ସେ ଶକ୍ତି ହଉଛି ବିଲ୍ଡିଂ ବ୍ଲକ। ସେଇଠୁ ସବୁ କିଛି ଜିନିଷ ଜଗତରେ ତିଆରି ହେଇଛି। ଆଉ ଯାହା ଯାହା ପରବର୍ତ୍ତୀ ସମୟରେ ତାର ଡେଭଲପ ହେଇଛି, ଯାହାକି ଆମମାନଙ୍କୁ ସବୁ ଦେଇଛି, ସୁଖ ସ୍ୱାଚ୍ଛନ୍ଦ୍ୟ ଦେଇଛି, କେତେ କେତେ କଥା ଆମକୁ ସୁବିଧା ସୁଯୋଗ ସବୁ ଦେଇଛି। ଇଏ ହେଲା ତାଙ୍କ ଯୁକ୍ତି। ସେ ଆଧ୍ୟାତ୍ମିକ ଚେତନାକୁ ସେମାନେ ଗ୍ରହଣ କରୁନାହାନ୍ତି। ସେମାନେ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ପ୍ରାୟତଃ କରିନାହାନ୍ତି, କିନ୍ତୁ ସେଟା କରିବେ। ତ ସେମାନଙ୍କର ମତ ହେଲା, ସେମାନଙ୍କର ଯାହା ମତ ସେଇଟାକୁ ସେମାନେ, ଆମେ ଯୋଉମାନେ ମଡର୍ଣ୍ଣ ସାଇଣ୍ଟିଷ୍ଟ ସେମାନେ କ'ଣ ତାକୁ କାହିଁକି ଗ୍ରହଣ କରୁଛନ୍ତି, କିନ୍ତୁ ସେମାନେ ଜଷ୍ଟିଫିକେସନ ଦଉଛନ୍ତି। ସେମାନେ ଜଷ୍ଟିଫିକେସନ ଦଉଛନ୍ତି ଯେ ମଡର୍ଣ୍ଣ ଟ୍ରୁଥ ଅଫ ଇଭଲ୍ୟୁସନକୁ ଓଲ୍ଡ ଟ୍ରୁଥ ଅଫ ଯୋଉ ୟୁନିଭର୍ସାଲ ଡେଭଲପମେଣ୍ଟ ହେଇଛି ସେଇଟା ପର୍ଯ୍ୟାୟ କ୍ରମରେ ହେଇଛି ଏବଂ ସମୟ ସହିତ ତାଳ ଦେଇକି ହେଇଛି, ସେମିତି ଡେଭଲପ ବି କରିଛି, ସବୁ କିଛି ହେଇଛି, କିନ୍ତୁ ଅସ୍ପଷ୍ଟ। ଅସ୍ପଷ୍ଟ କାହିଁକି ନା ସମ୍ପୂର୍ଣ୍ଣ ଭାବରେ ସବୁ କଥାକୁ ବୁଝେଇ ପାରିନି। କହିବା, ଆମେ ଡିସ୍କସନ କରିବା କୋଉଠି ଅସୁବିଧା ରହିଛି। ସେମାନେ କେବଳ ସେ କହୁଛନ୍ତି ସେ ଷ୍ଟଡି ଅଫ ଫୋର୍ସ ଆଣ୍ଡ ମ୍ୟାଟରକୁ ନେଇକି କଲେ, କିନ୍ତୁ ୟାର ଯୋଉ ଗୋଟେ ସମ୍ପୂର୍ଣ୍ଣ ବୋଧ, ଯଥାର୍ଥତା, ଓନ୍ ସେନ୍ସ ଆଣ୍ଡ ଜଷ୍ଟିଫିକେସନ, ସେଟା କେମିତି ଦେଲେ? ସେ ଯୋଉ କଥାଟା ବାହାର କରିଛନ୍ତି, ମାନେ ଯୋଉ ଟ୍ରୁଥଟାକୁ, ସେଟାକୁ ସେ କହୁଛନ୍ତି ଯେ ସେନ୍ସ ଅଫ ଜଷ୍ଟିଫିକେସନ, ଓନ୍ ସେନ୍ସ ଅଫ ଜଷ୍ଟିଫିକେସନ। ଆମେ ଦେଖିବା ଗୋଟେ ଗୋଟେ ଶବ୍ଦର ବହୁତ ତାର ଅର୍ଥ, ତା ଭିତରେ ଅନେକ କଥା ରହିଛି। ସମ୍ପୂର୍ଣ୍ଣ ବୋଧଗମ୍ୟ, ଯଥାର୍ଥତା, ଏଇ ସବୁ କଥା ସେଥିରେ ଥିବ। ଯେମିତି ସେଇ ଦିଟା ଥିବ, ସେଇଟା କେମିତି ଜାଣି ହବ? କୌଣସି ବିଷୟରେ ଆମେ ଯଦି ବୋଧ ଜ୍ଞାନ ଆସିବ କି ତାର ଯଥାର୍ଥତା ଆସିବ, ସେଇଟା ପାଇଁ ଆମକୁ କ'ଣ କରାଯିବ ନା ଇଲୁମିନେଟିଂ ଇଟସେଲ୍ଫ with the light of the ancient and eternal truth still preserved for us in the Vedic scripture। ଏଇଟା ହଉଛି ସବୁଠୁ ଗୋଟେ ବଡ କଥା, ଯେ ସେଥିରେ ସିଏ ଆମକୁ ବୈଦିକ ଗ୍ରନ୍ଥ ଗୁଡିକରେ ଆମ ଲାଗି ଏବେ ପର୍ଯ୍ୟନ୍ତ ସବୁ ସୁରକ୍ଷିତ ହେଇକି ରହିଛି। ଆଉ ସେଇ ପ୍ରାଚୀନ ପୁରାତନ ସତ୍ୟ ସିଏ ଯୋଉ ପର୍ଯ୍ୟନ୍ତ ଆଲୋକନ ନ କରିଛି, ଆମେ ଯୋଉ ପର୍ଯ୍ୟନ୍ତ ଆଲୋକିତ ହେଇପାରୁନି, ସୋ କଲ୍ଡ
मॉडर्न साइंटिस्ट माने बा मॉडर्न साइंस बा मेटेरियलिस्टिक जड़वादी माने तो आधुनिक विवर्तनवाद आपणार जो संपूर्ण अर्थ बा औचित्य को न कले से आविष्कार करें आ केवल से बेले तार संपूर्णता आसब औचित्यता तार औचित्य एस्टाब्लीश हम ये सब हम कहीं ना सी पर्यंत प्रिजर्व कर रखी प्रभु भाषा मुझे प्रभु कहते वेदांतर जो प्राचीन और शाश्वत सत्य रही जहाँ परवर्ती समय यथार्थ आलोकन करे जहाँ यथार्थ ज्ञान दिए खाली ज्ञान दिए ता नुहे जस्टिफाई भी करे जस्टिफाई करे माने तार माने देखई दिए जे एटा प्रकृत माने तार सत्यता को से असल सत्यता को से खाली आलोकित करि पारले ता नुहे ताकू मध्य तार औचित्यता को अर्थटा को सब गुडी को एस्टाब्लिश कर दिए से आ सबुठ इंटरेस्टिंग होची आधुनिकता गोटे समय आसी आधुनिक जड़वादी मैंने आसमाने व्यवहारिक सत्य को नहीं अकाउंट को एवं विवर्तन को भी ग्रहण किंतु से विवर्तन भी संपूर्णता दीटा पर निर्भर करे गोटे विवर्तन हूँ डार्विनिकर आ गोटे निश्चयकर डार्विनिकर विवर्तन रे मोस्टली इट इज बेस्ट विथ दी फॉर्म विवर्तन सब विभिन्न प्रकार तार जो ल अच्छे भाई मैंने अच्छा से पढ़ी डिटेल जाऊनी भर को तार केते ल अच्छी सबकि किंतु चेतनार विवर्तन कथा से अकाउंट को नहीं निश्चय बाहर सी केवल विल टू पावर सी केवल प्राण शक्ति विवर्तन कथा कहले जोटा आम सीरियल अतिमानव पढ़ुचे सी अतिमानव आम पढ़ुवा आम जानी श्रीरंग कहवा श्रीरंग कही अतिमानव सहित सामान नहीं जहाँ आम ता भर को जावानी किंतु बड़ कथा आम देखा सबुठ महार्ग उपहार जहाँ आज पर्यंत अच्छी से वेदांतिक स्क्रिप्चर वेदांतिक स्क्रिप्चर अवश्य परवर्ती समय जोटा वैदिक पीरियड जो थिले जो प्राचीन तम मुनि माने मुनि ऋषि माने से माने दृष्टि दृष्टि आ श्रुति आ स्मृति ये तीनोटी की से माने व्यवहार करी एब्सोल्यूट ट्रुथ को उपलब्धि कर पारथिले एवं तारी ऊपर पर्यवसित होकर दिव्य दृष्टि द्वारा जो माने कवि मनीषी बा जो माने प्राचीन ऋषि सब निजस्व निजे निजे इंटरप्रिटेशन करछन्ती से सत्य को जमती माने आमे जो पढ़ुचे ईशापनिषद एमती सब बहुत गुड़े 108 ना केते अछि उपनिषद से केते गुड़े इंपोर्टाट जोड़ा आमको ये रेफरेन्स दरकार हो सेगुड़िकर सबू से रखी कि तार मृत्यु ना ताकू आम से तार प्राचीन शाश्वतता सर्वजयी कालजयी सी जे पुराणा के हबनी आम कह पुराणा तेज वर्ज्य बोली वर्ज्य नुहे से इट इज प्रेग्नांट विथ एमती ता भितर रही मूल तत्व सेगुड़ी प्रमाणित सत्य एवं सेटा केवल जो दृष्टि देखिपर प्रभुंर जोटा थिला से तो प्रभु जानीपारे जो मान से दिव्य दृष्टि थब एवं स्मृति थी स्मृति थी सहित श्रुति थी आ सी श्रुतिटा आम कान देखा भाया श्रुति नुहे सी कानटा भी देख मुझे गोटे लाइन कर बंद कर इम्पोर्टाट पढ़ला मोर से समुद्र देह बहुत आसला मेडिकल दी थर फोन आसला मुझे रखीदे ए लुनापा हेलो हाँ सर सर मुझे एक्सटेंड करदेवी गुरुवार दिन करदेवी एटा को ये मोर गोटे वाक्य रहा कि बारंबार फोन आसला अपना भी फोन कर मेडिकल कौन गोटे असुविधा होगा रखुची प्लीज एक्सक्यूज मी वंदे मातरम एवं ता सहित जो माने अध्यात्मवादी से जड़र सत्यटा को जे सेटा ग्रहण करूना
तार प्रथम प्रथम सल्यूशन देले प्रभु प्रभु कौन कले सचित आनंद रु जो आम भल कि देखा सीटा हूँ सत चित शक्ति एंड आनंद कॉन्शियस এটা कॉन्शियसनेस फोर्स बोली जानते किंतु सेटा प्रभु कहले जे ई दुटी जाक कॉन्सेप्ट रे कोठी रहउची डिफरेंस रहउची जोटा को हमें डिफ्यूजन करेवा दुटी जाक मिसी गले सब कि समस्या समाधान हे जिवो से कहउछली जे कोन हिची ना जो माने सब ओल्ड ईस्टर्न बादी आम माने सब आम सब जे अध्यात्मवादी जे प्राच्यर से माने ग्रहण करचंती जे अध्यात्म विज्ञान को जो माने वेस्टर्न से माने जड़ विज्ञान को ग्रहण करचंती तेणु असल जिनसटा रहिला तांको भितर जो पर्यंत फ्यूजन टा हेनी परस्पर भितर रिकनसिलेशन हेई नाही परस्पर सहित जेतले पर्यंत से मिसी नाहांती से पर्यंत प्रकृत रे यार सॉल्यूशन हे परियो तेणु प्रभु कहले जे एगुडिक धीरे धीरे होउची हबो एवं ये जो जेते बेले हबो सेते बेले कोन हबो आमे एले चिंता करे ब्यूटीफुल कथा मु पुनी आथर कहला को रिपीट करबी टिके आज व्यस्त आज खाली गुटे वाक्य रहिछि बोली मु कंप्लीट कर दोछि इति सेते बेले कोन हबो ए जो हमर वैदिक अध्यात्म विज्ञान आउ भौतिक विज्ञान जोटा मॉडर्न साइंस बाहर करछि ये उभयंक भितरे जेते बेले फ्यूजन हे जिवो दैट विल बिकम द पूर्ण विज्ञानमय चेतना हूँ किए अति मानस देखो प्रभु केते सुंदर भाव सल्यूशन नहीं आसिले एवं आम दे पार उदाहरण किमती धीरे धीरे होची खाली गोटे गप कहीकि रोचे आप सहज बुझीजे गोटे माड्रास समुद्र कूल अब्दुल कलाम जने ग्रेट फिजिसिस्ट से भौतिकवादी जने माने सी होचंदी जड़वादी जने किंतु सी जाइतिले समुद्र उपकूल को बुलिया दूर से देखिले जने धोती पिंचंती मुंडरे पगड़ी बांधचंती पढ़ुचंती गोटे बही देखिले पाखे कौन पढ़ुचंती ना गीता पढ़ुच कौन आपण गीता गोटे आउटडेटेड हो गलानी आसी कोठी आसी जगत पहुंचलानी आपण गीता पढ़ुचंती बसिकी ना 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 आपण सेगुडा सब आउटडेटेड आपण गीता पढ़ुचंती तो यही कथबार्ता भितर देखिले दि तीन जन तांक पाखु आसुचंती दूर से गोटे गाड़ी थोई देकी से माने हाँ ये पचारे तुम कौट पढ़ुच कौन पढ़ुच ना मु फिजिक्स पढ़ुची विक्रम साराभाई इंस्टीट्यूट रे अच्छा तापर से लोक मैंने आसुचंती ये पचार कौन आपण आसुचंती ना आम सार नंबर को आस सार किए ना सी होचंती विक्रम साराभाई देखंतु तापर ठारू आपणकर अब्दुल कलाम तांका पाखे दीटा बही सब थाए आपण जानते समस्ते गोटे था गीता आ गोटे था लाइफ डिवाइन से जोठी गले दीटा बही की नहीं जीवे तो से तो पूरा जड़वादी ना सी तो होती संपूर्ण भाव में भौतिक विज्ञानवादी फिजिसिस्ट सी जड़े सी तो से जड़वादी ग्रुप रे कहीं पढ़ुले तेणु कथा हूँ ये सब जिनस धीरे 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 गोटे फ्यूजन हम आ गोटे फॉर इनफॉरमेशन आपन कहूँ जहाँ सत्य कथा एबे गोटे कौन है ना गोटे सेमिनार होची दैट इज कॉल्ड एक्सटेंडेड मेटेरियलिज्म माने जो मेटेरियलिज्म टा आदो माने अध्यात्म विज्ञान चेतना को ग्रहण करू नथिला दे आर नाउ कन्वर्जिंग तेणु सी सारा वर्ल्ड रो जिते सब अध्यात्मवादी अच्छी जिते चिंताधारा ईस्टर्न रही वेस्टर्न रही सबकि मटेरियल फिजिसिस्ट की आनी विभिन्न प्रकार वैज्ञानिक आनी न्यूरो साइंटिस्ट की आनी जो मैंने सब अध्यात्मवादी से आनी सब मिसेकी से गोटे ये कर सेमिनार कर सेमिनार रे ऑलमोस्ट अनेक गुड़िया कथा जिते गुड़े पॉइंट थिला मोर देन 50% से ग्रहण करने माने म्यूचुअली ग्रहण करने से देखिले दे आर इनक्यूबेलेंट जदि गोटे शब्द को से नहीं जीवे परस्पर परिपूरक भाव में
ତାହେଲେ ମୋଷ୍ଟ ଅଫ୍ ଦି ମୋର ଦାନ୍ 50% ସଲ୍ୟୁସନ ହେଇଯିବ ପୁରା। ସେଗୁଡ଼ିକ ହଉଛି ଶକ୍ତି ଆଉ ଚେତନା। ଶକ୍ତି ଆଉ ଚେତନା କିନ୍ତୁ ଦେଖନ୍ତୁ ଏମାନେ ଏବେ ସିନା ସେମିନାର ହଉଛି ରିସେଣ୍ଟ ପାଷ୍ଟରେ ହେଇଛି, କିନ୍ତୁ ଶ୍ରୀ ଅରବିନ୍ଦ କେବେ ଏକଥା ଶ୍ରୀ ଅରବିନ୍ଦ କେବେ ଲେଖିଥିଲେ ଅନୁମାନ କଲେ? ମୋର ଦାନ୍ 100 years। ଲାଇଫ୍ ଡିଭାଇନ୍ ଲେଖା ହେଇଥିବ 14 ରୁ 21 ଭିତରେ, ବର୍ତ୍ତମାନ ହେଲାଣି 2024। ଇଟ୍ ଇଜ୍ ନଟ୍ ମୋର ଦାନ୍ 1 year। ତ ବର୍ଷେ ଆଗରୁ ଲେଖା ହେଇଥିବା ଜିନିଷ ବର୍ତ୍ତମାନ ସେଇଟା ଲାଗୁଛି ଯେମିତି ସତେ ଯେମିତି ଏଗୁଡିକ ମ୍ୟାଟେରିଆଲାଇଜ ହେବାକୁ ଯାଉଛି, ଧୀରେ ଧୀରେ ଯାଉଛି। ତେଣୁ ଦି ଟାଇମ୍ ୱିଲ୍ କମ୍ ଯେତେବେଳେ ସଲ୍ୟୁସନଟା ହଉଛି ଅତିମାନସ ଚେତନାର ଜଗତରେ, ସେଇ ଜଗତରେ ରିଅଲ ଫ୍ୟୁଜନ, ଦ୍ୟାଟ୍ ଇଜ ଦି ରିଅଲ ଫ୍ୟୁଜନ। ସେଇଠି ଆମେ ନେକ୍ସଟ ପାରାଗ୍ରାଫରେ ମୁଁ ଶୁକ୍ରବାର ଦିନ କିଛି କହିକି ତାର ସପ୍ତମ ପାରାଗ୍ରାଫକୁ ଯିବି। ଏଇ ଜିନିଷ ଗୁଡ଼ିକ ପ୍ରକୃତରେ ଆମେ ଆଲୋଚନା କଲେ ବହୁତ ସମୟ ସାପେକ୍ଷ, କିନ୍ତୁ ମୁଁ ଦେଖିଲି ଅପା ଭାଇ ମାନେ ସବୁ ତାର ଭିତର କଥା ଗୁଡ଼ିକ ସବୁ ଧରି ନେଇଛନ୍ତି ଏବଂ ସେଗୁଡ଼ିକ ମଧ୍ୟ ଗ୍ରହଣ କରିଛନ୍ତି ଏବଂ ବୁଝେଇଛନ୍ତି। ମଡର୍ଣ୍ଣ ସାଇନ୍ସ ଆଉ ଆନ୍ସିଏଣ୍ଟ ସାଇନ୍ସ। ଆଉ ସବୁଠୁ ଚମତ୍କାର କଥା କ'ଣ ଜାଣିଥିଲେ? ମୁଁ ବି ଜାଣିନଥିଲି। ମୁଁ ଜାଣିଥିଲି ତାଙ୍କୁ ସାଇନ୍ସ ବୋଲି କହୁନଥିଲେ, ଅଧ୍ୟାତ୍ମବାଦୀ ବୋଲି କହୁଥିଲି, କିନ୍ତୁ ଏଠି ପ୍ରଭୁ କହୁଛନ୍ତି ସେଇମାନେ ହଉଛନ୍ତି ଆନ୍ସିଏଣ୍ଟ ସାଇଣ୍ଟିଷ୍ଟ। ଆଉ ଏକଥା ସତ ଯେ ଭାରତୀୟ ସେଇ ଯୋଉ ଅଧ୍ୟାତ୍ମ ବିଜ୍ଞାନୀ ବୋଲି ଆମେ କହୁଛେ, ସେମାନେ ଅଣୁର ପ୍ରୟୋଗ ଜାଣିଥିଲେ, କିନ୍ତୁ ତା ପରବର୍ତ୍ତୀ ଆମେ ଚାପ୍ଟରରେ ଡିସ୍କସନ କରିବା। ଏଥିରେ ଅସୁବିଧା ରହିଯାଇଛି, ଇଣ୍ଟରେଷ୍ଟିଂ କଥା, ପ୍ରଭୁ କିନ୍ତୁ ତାକୁ ଧରି ଦେଇଛନ୍ତି ଗୋଟେ ଆପ୍ରୋପ୍ରିଏଟ ୱାର୍ଡ। ଜଣଙ୍କ ପାଖରେ ଚାବି ଅଛି, ଆଉ ଜଣଙ୍କ ପାଖରେ କୋଲପ ଅଛି। ବାକ୍ସ ଅଛି ମଝିରେ, ଜଣଙ୍କ ପାଖରେ ଚାବି ଅଛି, ଆଉ ଜଣଙ୍କ ପାଖରେ କୋଲପ ଅଛି। ଯାହା ପାଖରେ କୋଲପ ଅଛି, ଚାବି ନାହିଁ, ସେ ବାକ୍ସ ଖୋଲି ପାରୁନି। ଯାହା ପାଖରେ ଚାବି ଅଛି, ତା ପାଖରେ ତାଲା ନାହିଁ କି ବାକ୍ସ ନାହିଁ। ଏଇଭଳିଆ ସିଚୁଏସନ ହେଇଛି। ଆମେ ନେକ୍ସଟ ଟାଇମ୍ ଆକୁ ଡିସ୍କସନ କରିବା। ଟିକେ ଡିଷ୍ଟର୍ବ ହେଇଗଲେ ପ୍ଲିଜ ଏକ୍ସକ୍ୟୁଜ ମି। ମହାପ୍ରଭୁଙ୍କ ପାଖରେ ଆକୁ ମୁଁ ନିବେଦନ କରି ରହୁଛି।